ହତାସିମିଳି ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ଠାକୁରଗଡ଼ ପଞ୍ଚାୟତ ହତାସିମିଳି ଗ୍ରାମରେ ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ ହୋଇଯାଇଛି। କଳସ ଯାତ୍ରା ସକାଳ 6 ଘଟିକା ସମୟରେ ରୀତିନୀତି ଅନୁସାରେ ଢୋଲ ବାଦ୍ୟ ବଜାଇ ହତାସିମିଳି ରାଣୀବନ୍ଧ ସଦାନନ୍ଦପୁର ଗ୍ରାମର ପୁରୁଷ ମହିଳା ଏକତ୍ରିତ ହୋଇ 3 ଗ୍ରାମ ପରିକ୍ରମା କରି ମନ୍ଦିରରେ ପହଞ୍ଚିଥିଲେ। 11:30 ସମୟରେ ଯଜ୍ଞ ହୋଇଥିବା ବେଳେ 2:30 ସମୟରେ ରତ୍ନମୁଦ ହୋଇଥିଲା। 6:30 ସମୟରେ ପୂର୍ଣ୍ଣାହୁତି ପଡ଼ିଥିଲା। ପ୍ରଥମେ 6 ଜଣ ସଧବା ନାରୀ ମନ୍ଦିର ଉପରକୁ ଯାଇଥିଲେ। ଏଥିରେ ବିଧାୟକ ନଳିନୀକାନ୍ତ ପ୍ରଧାନ, ମହେନ୍ଦ୍ର ସାହୁ, ମହେଶ୍ୱର ଦେହୁରୀ, ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ କୁମାର ସାହୁ, ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଯଜ୍ଞରେ କର୍ତ୍ତା ଭାବେ ବୃନ୍ଦାବନ ବିଶ୍ୱାଳ, ରାଧା ବିଶ୍ୱାଳ, ସୁରମା ବିଶ୍ୱାଳ ବସିଥିବା ବେଳେ ମୁଖ୍ୟ ପୂଜକ ସଞ୍ଜୟ ମିଶ୍ର, ଭବାନୀ ପ୍ରସାଦ ରଥ, ବିଶ୍ୱଜିତ ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ଭଗବତ ମିଶ୍ର ପୂଜାପାଠ କରିଥିଲେ। ଗ୍ରାମ ସଭାପତି ଭରତ ଦେହୁରୀ, ସମ୍ପାଦକ ପ୍ରବୀଣ କୁମାର ବିଶ୍ୱାଳ ଓ 3 ଗ୍ରାମ ହତାସିମିଳି, ସଦାନନ୍ଦପୁର, ରାଣୀବନ୍ଧର ଗ୍ରାମବାସୀଙ୍କ ସହଯୋଗରେ ରତ୍ନମୁଦ ଉତ୍ସବ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।